वैराग्य विद्या निज भक्ति योगं शिक्षार्थमेकं पुरुष पुराण श्रीकृष्ण चैतन्य शरीरधारी कृपां बुद्धिजस्य महं प्रपद्ये। ब्रह्मा वरुण इंद्र अरुण जार स्तुति गाय पवन रुद्र उदात स्वरेते सामेर संगीते स्तुति उच्चारण वेदरे सूक्त अंतर हृदय दर्शन पान युक्त जोगीरा तदगत चित्ते कोथा आदि अंत सुरा सुर भ्रांत शतबार नमी ताहारी चरणे। जदि गौर ना हईत केमन हईत केमन धरितम दे राधार महिमा प्रेम रससीमा जगते जाना तो के गाओ गाओ पुन गौरांगरे गुण सरल करिया मन एभव सागरे एमन दयाल देखी नहीं एक जन। हे निर्मल बोधदान चतुर विद्यारूप कमल प्रकाशक हे परा प्रकृति बेलासी गुरु तुमको दंडवत। तुमार अहितुक कृपा अर्जन करि पारिले पंगु गिरी लंघन करने को समर्थ हुए। तुमर प्रेम रूपा सरस्वती अंगीकार कले मूर्ख भी बृहस्पति न्याय ग्रंथ रचना करने को समर्थ हुए। गुरुदेव तुमर एपरी महिमा चमत्कारिता जानी मु पुणी नीरवरे निश्चुपरे एकाकी निसंग भावरे पुणी थरे प्रणाम जनाऊँ। तरंग उताल तिमिर विशाल दिनकर अस्त जाए संध्या सने घोरा तमसिनी भोरा हेर समागत प्राय कलुष नयन कर उन्मिलन पलके प्रलय हल ऊर्ध्व बाहु करी श्रीगौरांग बोले जय जय राधे बोल। मोर चिर आदरणीय बरणीय आज जी सभापति आसन अलंकृत करिसेंती सेई प्रज्ञानंद महादेव पाखरे मोर अकृपण दाक्षिण्यर प्राचुर्य भरा जय गुरु अभिनंदन तथा सारस्वत मठ पक्षर मुझे वर्ण करुछि। सारस्वत मठर तरफर एठारे उपस्थित थिबा समस्त आर्य कुल तिलक ऋषिकल्प भगवान को चलंत प्रतिमा महात्मा गण को मध्य मु वर्ण करुछि। मोर सम्मुखरे उपस्थित थिबा सारस्वत मठर कर्मकर्ता वृंद विदेश हईते आगत भक्तवृंद यशस्विनी प्रसन्न सलीला गोदावरी स्वरूप देवी वृंद गुरुभ्राता वृंद समस्त को वर्ण करुछि। वरण्य सभापति महाशय मते आदेश करिसेंती जे 110तम सार्वभौम भक्त सम्मेलन साधारण सभा को उद्बोधित करने मु ताको पाखरे चिर कृतज्ञ। सी आज ताकर कृतज्ञतार निबिड़ पाशरे सारस्वत मठ एवं क्रियायोग मध्य आउ किछि नहीं प्रभेद नहीं। से भी गिरी आमे भी सरस्वती गोटे वृत्तरे दुईटी पुष्प
ବାହାର ଜଗତକୁ ପ୍ରତୀୟମାନ ହେଲେ ବି ଅନ୍ତରରେ ଗୋଟିଏ। ନୀଳାଚଳ ଧାମ ଶ୍ରୀକ୍ଷେତ୍ର, ଏଠି ବିଧି ମାର୍ଗର କୌଣସି ଲେଶ ମାତ୍ର ବା ଛୁଆ ମାତ୍ର ନାହିଁ। ଏଠି ଅଛି ପ୍ରେମର ପ୍ରବାହ, ଫୁଲ ମଲ୍ଲିକା ଜ୍ୟୋତ୍ସ୍ନା ରଜନୀରେ ଭଗବାନଙ୍କୁ ପ୍ରାଣ ଭରି ପାଇବା। ମୁଁ ସେଇ ପ୍ରେମ ପ୍ରବାହକୁ, ରାଗମାର୍ଗକୁ ଅବଲମ୍ବନ କରି ଏହି ଉଦ୍ବୋଧନୀ ବକ୍ତବ୍ୟ ଅତି ସଂକ୍ଷେପରେ ଆପଣମାନଙ୍କ ଆଗରେ ତାର ଗୋଟେ ଚିତ୍ର ତୁଳି ଧରିବି। ଗୋଦାବରୀ ତଟରେ ରାମାନନ୍ଦ ରାୟଙ୍କ ସାଥିରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପ୍ରଥମ ସାକ୍ଷାତ କରିବା ପାଇଁ ସୂଚନା ଦେଇଥିଲେ ମହାମାନ୍ୟ ବାସୁଦେବ ସାର୍ବଭୌମ। ତାଙ୍କରି ନିର୍ଦ୍ଦେଶରେ ମହାପ୍ରଭୁ ଗୋଦାବରୀ ତଟକୁ ଗମନ କଲେ ରାୟ ରାମାନନ୍ଦଙ୍କ ସାଥେ ମିଳିତ ହେବା ପାଇଁ। ଯଦି ଗୌରାଙ୍ଗ ନ ଆସିଥାନ୍ତେ, ପ୍ରେମ ବା ରାଗମାର୍ଗ, ଭାରତବାସୀ ରାଧା ପ୍ରେମର ମହିମା କିଏ ବ୍ୟାଖ୍ୟା କରିଥାନ୍ତା? ଯେହେତୁ ପୁରୀ ଜଗନ୍ନାଥ ଧାମ ହେଉଛି ପ୍ରେମର ପ୍ରବାହ, ହରି ନାମର ସେ ବୈକୁଣ୍ଠ ପ୍ରକାଶେ, ପ୍ରେମ ଅମୃତର ନଦୀ। ଶ୍ରୀନିଗମାନନ୍ଦ କୂଳ ଭାଙ୍ଗିଦେଲେ ବହି ବ୍ରହ୍ମାଣ୍ଡକୁ ଭେଦି। ତାର ଜ୍ୱଳନ୍ତ ପ୍ରମାଣ, ଜ୍ୱଳନ୍ତ ନିଦର୍ଶନ ପ୍ରେମୀ ଗୁରୁ ରାମାନନ୍ଦ ରାୟଙ୍କ ସାଥିରେ ମହାପ୍ରଭୁଙ୍କର ସାକ୍ଷାତ। ମହାପ୍ରଭୁ ରାମାନନ୍ଦ ରାୟଙ୍କୁ କହୁଛନ୍ତି, ରାମରାୟ ପଢ଼ ଶ୍ଲୋକ ସାଧ୍ୟର ନିର୍ଣ୍ଣୟ, ପଢ଼ ଶ୍ଲୋକ ସାଧ୍ୟର ନିର୍ଣ୍ଣୟ। ହେ ରାମରାୟ, ତୁମେ ସାଧ୍ୟ ତତ୍ତ୍ୱ ନିରୂପଣ କରିବେ ବୈଦିକ ଶ୍ଲୋକକୁ, ବୈଦିକ ମାର୍ଗକୁ ଅବଲମ୍ବନ କରି। যেটা বৈদিক মতবাদକୁ সমর্থন করিব ନାହିଁ, ତାକୁ ଭାରତବର୍ଷ କେବେ ଗ୍ରହଣ କରିବେ ନାହିଁ। ବୁଦ୍ଧଦେବକୁ ଶଙ୍କରାଚାର୍ଯ୍ୟ ପଠେଇଦେଲେ ଜାଭା, ବାର୍ଲି, ବୋର୍ନିଓ, ସୁମାତ୍ରା, ଲାଓସ, କାମ୍ବୋଡ଼ିଆ, ଚୀନକୁ। କାରଣ ବୈଦିକ ମତବାଦକୁ ଅସ୍ୱୀକାର କରିବାରୁ ଶଙ୍କରାଚାର୍ଯ୍ୟ ପଠେଇଦେଲେ, ଯାଅ। এটা হচ্ছে আর্যব্রত। বৈদিক মতবাদକୁ ଯଦି କେହି ସମର୍ଥନ ନ କରିବେ ଭାରତବାସୀ, ଆର୍ଯ୍ୟ ତାକୁ କସ୍ମିନ୍ କାଳରେ ବରଣ କରିବେ ନାହିଁ। ମହାପ୍ରଭୁ କହୁଛନ୍ତି, ପଢ଼ ଶ୍ଲୋକ ସାଧ୍ୟର ନିର୍ଣ୍ଣୟ। ହେ ରାମରାୟ, ତୁମେ ସାଧ୍ୟ ତତ୍ତ୍ୱ ନିରୂପଣ କରିବ ଯେପରି ବୈଦିକ ମତବାଦକୁ ସମର୍ଥନ କରେ। ଭଗବାନଙ୍କ ଠାରୁ ଭକ୍ତ ବେଶୀ ଚାଲାକ। ଭଗବାନ ଯେତିକି ଚାଲାକ, ଯେତିକି ଚତୁର, ଯେତିକି ଅସାଧାରଣ ଧୀଶକ୍ତି ସମ୍ପନ୍ନ, ତାଠାରୁ ବହୁ ଗୁଣରେ ଭକ୍ତ ବେଶୀ ଚତୁର। କାରଣ ଉଦାହରଣ ଦେଉଛି, ଯେଉଁ ଭଗବାନ ଅନନ୍ତ ଅସୀମ, ଯାହାର ସୀମା ନାହିଁ, ସୀମା ନିରୂପଣ କରାଯାଏ ନା, ସେହି ଅସୀମ ଅନନ୍ତ ଭଗବାନଙ୍କୁ ଭକ୍ତ କ'ଣ କରୁଛି? ତାର ଭକ୍ତି ରସ ବଳରେ ନିଜ ହୃଦୟ ମଧ୍ୟରେ ଢୁକେଇ ଦେଉଛି। ଦେଖୁନାହାନ୍ତି ହନୁମାନଙ୍କୁ, ରାମ ସୀତାଙ୍କୁ ପୁରେଇ ଦେଲେ ଛାତିରେ। ତ କାହାକୁ ବେଶୀ ମାର୍କ ଦେବେ? ଭକ୍ତଙ୍କୁ ଦେବେ ନା ଭଗବାନଙ୍କୁ ଦେବେ? ଯେଉଁ ଭଗବାନ ଅନନ୍ତ ଅସୀମ, ଅସୀମ ମନୁଷ୍ୟର ପ୍ରଧାବନ ସସୀମକୁ, আর অসীমর অবতরণ সসীমর প্রাণপুরকু। সসীম
ଉଠେ ଅସୀମ ଓହ୍ଲାନ୍ତି। ଦୁଇ ଜଣଙ୍କର ଭେଟ ହୁଏ ଖେୟାଘାଟରେ। ସେଇ ଖେୟାଘାଟକୁ ନିଗମାନନ୍ଦଜୀ ସାର୍ବଭୌମ ଭକ୍ତ ସମ୍ମିଳନୀର ଅନ୍ତିମ ଦିନର ଅନ୍ତିମ ପର୍ବରେ ସାଧାରଣ ସଭାର ଆୟୋଜନ କରିଛନ୍ତି। ସେ ଅସୀମ ଏ ସସୀମ ସସୀମ ଉଠେ ତପସ୍ୟାକୁ ଆଶ୍ରୟ କରି, আর অসীম ওহ্লান্তি করুণাକୁ ଆଶ୍ରୟ କରି। ଏହି ସମ୍ମିଳନୀର ସାଧାରଣ ଧବସଭା ଅସୀମ ଏବଂ ସସୀମର ମିଳିତର ଗୋଟେ ପ୍ରେମ ପ୍ରଦାହ। ତେଣୁ ରାମରାୟ କହୁଛନ୍ତି ବେଶୀ ଚାଲାକ। ମହାପ୍ରଭୁ କହୁଛନ୍ତି ସାଧ୍ୟ ତତ୍ତ୍ୱ ନିରୂପଣ କର। ରାମାନନ୍ଦ ରାୟ କହୁଛନ୍ତି ମୋର ମୁଖେ ତୁମି ବକ୍ତା ତୁମି ହଉ ଶ୍ରୋତା। କିଏ ବେଶୀ ଚତୁର? ଭଗବାନ କହୁଛନ୍ତି ସାଧ୍ୟ ତତ୍ତ୍ୱ ନିରୂପଣ କର। ରାମରାୟ କହୁଛନ୍ତି ମୋର ମୁଖେ ତୁମି ବକ୍ତା ତୁମି ହଉ ଶ୍ରୋତା। ଅତୀବ ରହସ୍ୟ ଶୁଣ ସାଧনের କଥା। ଅର୍ଥାତ୍ ଧରନ୍ତୁ ବହୁ ପ୍ରାଚୀନ କାଳର ବିଲ୍ଡିଂ ଅଛି ଜମିଦାର ଘର, ଜମିଦାର ବାବୁଙ୍କର। ବର୍ଷା କାଳରେ ଦେଖାଯାଏ ଛାତ ଉପରୁ ପାଣି ପଡ଼ୁଛି ପାଇପ୍ ଦେଇକି। କେଉଁ ପାଇପ୍ର ମୁଖଟା ହେଉଛି କୁମ୍ଭୀରର, କେଉଁଟା ହାତୀର, କେଉଁଟା ସିଂହର, କେଉଁଟା ବାଘର। ଆମେ ଛୁଆବେଳେ ଉପରକୁ ଅନେଇଥାଉ ଯାହାରି ବାଘ ମୁହଁରୁ ପାଣି ପଡ଼ୁଛି, ଆରେ ହାତୀ ମୁହଁରୁ ପାଣି ପଡ଼ୁଛି। ସତ କ'ଣ ହାତୀ ମୁହଁରୁ ବା ବାଘ ମୁହଁରୁ ପାଣି ପଡ଼େ ନା? ତେ ପାଣି ଆସିଲା କେଉଁଠୁ? ନା ବାରିଦ ବାରି ଦାନ କରିଛି ମେଘକୁ। ବର୍ଷା କୃପା କରି ଜଳଟା ଛାତ ଉପରେ ବର୍ଷଣ କରିଛି। ଏଇ ପାଇପ୍ ଦେଇକି ବାହାରୁଛି। ଆମେ ଦେଖିଲୁ କ'ଣ କୁମ୍ଭୀର ମୁହଁରୁ ପାଣି ବାହାରୁଛି, ହାତୀ ମୁହଁରୁ ପାଣି ବାହାରୁଛି। ବାରିଦ ଜଳଦାନ କରିଛି ବାରିଦକୁ। ବାରିଦ ତାର କୃପା ମାଧ୍ୟମରେ ବର୍ଷଣ କରିଛି ଛାତ ଉପରକୁ। ଯେଉଁ ପାଇପ୍ ମୁହଁ ଦେଇକି ପାଣି ପଡ଼ୁଛି ସେଇଟା ଆମେ ଦେଖୁ କ'ଣ ହାତୀ ମୁହଁରୁ ପାଣି ପଡ଼ୁଛି। ଠିକ୍ ତଦ୍ରୂପ ରାମରାୟ କହୁଛନ୍ତି ମୋର ପାଟିରେ ତୁମେ ବସିକି ଯାହା କୁହା କରେଇବ ସେଇଟା ତୁମେ ଶାନ୍ତି ପାଇବ। ମୋର ମୁଖେ ତୁମି ବକ୍ତା ତୁମେ ହୁଅ ଶ୍ରୋତା। ସ୍ୱଧର୍ମାଚରଣ ସର୍ବସାଧ୍ୟ ସାର। ପ୍ରଥମ ରାମରାୟ ବୁଝେଇଲେ ଯେ ଆପଣ ମୋର ଗଳାରେ ବସନ୍ତୁ, ମୋର ମୁଖ ଦେଇକି ଯାହା କୁହା କରେଇବେ ସେଇଟା କୁହା କରନ୍ତୁ ଏବଂ ନିଜେ ସନ୍ତୁଷ୍ଟ ହୁଅନ୍ତୁ। ଅର୍ଥାତ୍ ବୋଧରେ ବୋଧ ହୁଅନ୍ତୁ, ନହେଲେ ଉପାୟ ନାହିଁ। ସାଧ୍ୟ ତତ୍ତ୍ୱ ନିରୂପଣ ବଡ଼ କଠିନ। ଯଦି ଗୌରାଙ୍ଗ ନ ଆସିଥାନ୍ତେ ପ୍ରେମ ମାର୍ଗର ସାଧ୍ୟ ତତ୍ତ୍ୱ ନିରୂପଣ କରା କାହାରି ପକ୍ଷରେ ସମ୍ଭବ ନୁହେଁ। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ସ୍ୱୟଂ ଭଗବାନ, ତାର ପଦାର ବିନ୍ଦେ ଅନନ୍ତ ପ୍ରଣାମ। ଜୟ ଜୟ ଜଳ ସର୍ବରସ ସାର, ପରକିଆ ରୂପେ ଯାହା ବ୍ରଜେତେ ପ୍ରସାର। ବୃନ୍ଦାବନର କଥା। ପରକିଆ ରୂପେ ଯାହା ବ୍ରଜେତେ ପ୍ରସାର। ପରକିଆ ଭାବ ଆରମ୍ଭ ନ କଲେ ସାଧ୍ୟ ତତ୍ତ୍ୱରେ ପ୍ରବେଶ କରି ହେବ ନାହିଁ। ଯେତେ ବିଦ୍ୱାନ ହୁଅନ୍ତୁ, ଯେତେ ଏମ୍ଫିଲ୍ ଡିଲେଟ୍ PhD କରନ୍ତୁ, ଋଷି ଯାଜ୍ଞବଲ୍କ୍ୟ ଗୋଟେ ସାଇନ ବୋର୍ଡ ଲଗେଇ ଦେଇଛନ୍ତି ସେ ଗେଟ୍ରେ, କ'ଣ ନ ମେଧୟା ନ ବହୁନା ସ୍ମୃତେନ। ସେଠି କିଏ ପ୍ରବେଶ କରିବେ? ନା ରାଗମାର୍ଗର ପଥିକ। କ'ଣ କହିଲେ? ନା ସ୍ୱଧର୍ମାଚରଣ ସର୍ବସାଧ୍ୟ ସାର। ପ୍ରଭୁ କହେ ଏହ ବାଜ୍ୟ ଆଗେ କହୁ ଆର। ରାମରାୟ ପ୍ରଥମ କହିଲେ ରାଗମାର୍ଗର ପ୍ରଥମ ସିଢ଼ି ହେଉଛି ସ୍ୱଧର୍ମାଚରଣ। ନିଶ୍ଚିତ ବୈଦିକ ମତବାଦକୁ ସମର୍ଥନ କରୁଛି, ଯେହେତୁ ଗୀତାରେ ଭଗବାନ କହୁଛନ୍ତି ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭୟାବହ। ସ୍ୱଧର୍ମାଚରଣ ବୈଦିକ ମତବାଦକୁ ସମର୍ଥନ କଲେ। ପ୍ରଭୁ କହୁଛନ୍ତି ଏଟା
এটা বেশি মোটা হয়েগলা, আউ টিকে সরু বা আউ টিকে চিকন কর। না কৃষ্ণে কর্মার্পণ সর্বসাধ্য সার। প্রভু কহে ইহ বাহ্য আগে কহবার। সধর্মাচরণ কৃষ্ণে কর্মার্পণ, কৃষ্ণকে সমস্ত কর্ম অর্পণ করিবে। যেতে গীতারে ভগবান কହୁଛନ୍ତି মামনু স্মর যুধায়চ, মামনু স্মর যুধায়চ। বৈদিক মতবাদକୁ সমর্থন। স্বধর্মাচরণ এটা বাহার জগতর কথা। কৃষ্ণ কর্মার্পণ ভগবানକୁ ସବୁ অর্পণ করিব। পত্রং পুষ্পম ফলম ত্বা যা কিছু ভগবানକୁ অর্পণ করিব, এটা ବି বাহার জগতর কথা। এটা অন্তর্জগতକୁ প্রবেশ করিনি। না স্বধর্ম ত্যাগ সর্বসাধ্য সার। প্রভু কহে ইহ বাহ্য আগে কহবার। স্বধর্মাচরণ, কৃষ্ণে কর্মার্পণ, স্বধর্ম ত্যাগ, এই তিনটা বাহার জগতর কথা। আউ টিকে ভিতরକୁ প্রবেশ কর। না জ্ঞান মিশ্রা ভক্তি সর্বসাধ্য সার। প্রভু কহে ইহ বাহ্য আগে কহবার। জ্ঞান মিশ্রা ভক্তি ବି ବାହାର ଜଗତର କଥା। ଠାକୁର ତାଙ୍କ ବାଣୀରେ କହିଛନ୍ତି ମୋର ଶିଷ୍ୟ ଭକ୍ତମାନଙ୍କର ସ୍ଥିତି ଏଇ ଜ୍ଞାନ ମିଶ୍ରା ଭକ୍ତି ପର୍ଯ୍ୟନ୍ତ, ଏଇ ଶଙ୍କର ଗୌରାଙ୍ଗଙ୍କର ଦର୍ଶନ ପର୍ଯ୍ୟନ୍ତ। ତାର ଉର୍ଦ୍ଧ୍ୱରେ କିଛି ଅଛି, ତା ଉପରକୁ ମୋର ଶିଷ୍ୟ ଭକ୍ତମାନଙ୍କର ସ୍ଥିତି ନାହିଁ। ମାନେ ପ୍ରଥମ ଦେଖାଗଲା স্বধর্মাচরণ, কৃষ্ণে কর্মার্পণ, স্বধর্ম ত্যাগ, জ্ঞান মিশ্রা ভক্তি। অর্থাৎ ধর্ম হচ্ছে চতুষ্পদী বৃষভ। মহাদেব হচ্ছেন ধর্ম, বসিছেন বৃষভ উপরে। বৃষভর কেতটা পাদ? না চারিটা। কোণ? ধর্ম, অর্থ, কাম, মোক্ষ। এই স্বধর্মাচরণর প্রথম স্তর হল এই ধর্ম, অর্থ, কাম, মোক্ষ। রাগমার্গর প্রথম সোপানর এই চারিটা স্তম্ভ। রামরায় এই চারিটা বাহার জগতর কথা আউ টিকে সরু কর, বেশি মোটা হয়েগলা। জ্ঞান শূন্য ভক্তি সর্বসাধ্য সার। প্রভু কহে ইহ হয় আগে কহবার। জ্ঞান শূন্য হয়ে ভক্তি অর্জন করিবে। প্রেম মার্গর সমান জ্ঞান শূন্য ভক্তি। প্রভু কহিলে এইটা হুয়ে, আউ টিকে চিকন কর। না শান্ত ভাব, শান্ত ভাব সর্বসাধ্য সার। ইহ হয় আগে কহবার। না দাস্য ভাব সর্বসাধ্য সার। ইহ হয় আগে কহবার। স্বধর্ম ত্যাগ, শান্ত, দাস্য। প্রথম ଥିଲେ চারিটা স্তম্ভ। আহরি চিকন বা সরু করু করু তিনিটা স্তম্ভ হেলানি। কଣ? না জ্ঞান শূন্য, শান্ত এবং দাস্য। এতেবেଳ পর্যন্ত সে অদৃশ্য, সে দৃষ্টিগোচরକୁ ଆସିନାହାନ୍ତି। ଆଉ ମୁଁ ଦୃଷ୍ଟିଗୋଚର। জ্ঞান শূন্য ভক্তি। যদি জ্ঞাନ ନଥାଏ ভক্তি ଆସିବ কোଉଠୁ? চিন্তা କରୁଛନ୍ତି କି? বুঝিবে পণ্ডিত জন, ন বুঝিবে মূঢ়। জ্ঞান শূন্য ভক্তি এই নীଳାଚଳରେ ঘটিছি। মহাপ্রভু দৈনিক রাত্রিরে ভোজনের পরে এই গম্ভীরাতে রাধাকান্ত মঠরে শয়ন କରିବାକୁ যাଆନ୍ତି। ତାଙ୍କର ଅତି ମର୍ମୀ ଭକ୍ତ, ଅଙ୍ଗ ଲାଗି ସେବକ ଛୋଟ ହରିଦାସ ସେବା କରେ। ମହାପ୍ରଭୁ ଭୋଜନ କରନ୍ତି, ଶୟନକୁ ଯାଆନ୍ତି। ହରିଦାସ ଯାଇକି ପଦ ସେବା କରେ। ଶାନ୍ତ ଦାସ୍ୟ ପଦ ସେବା କରେ। ତାପରେ ମହାପ୍ରଭୁ
ତାଙ୍କ ଭୋଜନ ଥାଳିରେ ଅବଶିଷ୍ଟ ଯାହା ରଖିଥାନ୍ତି ହରିଦାସ ସେଇଟିକୁ ଭୋଜନ କରେ, ଅନ୍ୟ କିଛି ନିଅନ୍ତି ନାହିଁ। ତେଣୁ ଜଗନ୍ନାଥ ମନ୍ଦିରର ଯେଉଁ ପ୍ରସାଦ ଆମେ କହୁ ମହାପ୍ରସାଦ, ସାର୍ ଶୁଦ୍ଧ ପରିଭାଷା ହେଉଛି ଫଲାଲବ। ଫଲାଲବ, ସେଇ ଫଲାଲବ ଖାଇ ହରିଦାସ ଜୀବନଯାପନ କରନ୍ତି। ମହାପ୍ରଭୁ ଚିନ୍ତା କଲେ ଯେ ହରିଦାସ ଯେ ମୋର ଦୈନିକ ରାତିରେ ସେବା କରୁଛି, ତାର ସେବାଟା ଖାଣ୍ଟି ନା ତା ଭିତରେ କିଛି ମେକି ବା ନକଲ ଅଛି। ଶୟନ କରି ମହାପ୍ରଭୁ ଭୋଜନ ପରେ ଯେତେ ଶୟନ କରିବାକୁ ଗଲେ ଘର ଭିତରେ ଦରଜା ପାଖରେ ଏଇରକମ ଲମ୍ବା ହେଇକି ଶୋଇଲେ। ହରିଦାସ ଯଦି ସେବା କରିବାକୁ ଯାଏ ତେବେ ମହାପ୍ରଭୁଙ୍କୁ ଲଙ୍ଘନ କରିକି ଯିବାକୁ ପଡ଼ିବ, ନହେଲେ ହେବ ନାହିଁ। ହରିଦାସ ଦେଖିଲେ ତ ମହାପ୍ରଭୁ ବଡ଼ ବିଷମ ସଙ୍କଟରେ ପକେଇଲେ, ନିଜର ଉତ୍ତରୀ ବାହାର କଲେ। ମହାପ୍ରଭୁ ଏଇରକମ ଶୋଇଛନ୍ତି, ହରିଦାସ ତାଙ୍କ ଉତ୍ତରୀ ଏଇରକମ ପକେଇଦେଲେ। ଏଇ ପାଖରେ ଗୋଟେ ପାଦ, ଏ ପାଖରେ ଆଉ ଗୋଟେ ପାଦ ଦେଇ ସେବା କଲେ। ଠିକ ରାତିରେ ଚତୁର୍ଥ ପ୍ରହର ହେଲାନି, ମହାପ୍ରଭୁଙ୍କର କପଟ ନିଦ୍ରା। ରାତି ଚତୁର୍ଥ ପ୍ରହରେ ମହାପ୍ରଭୁ କିନ୍ତୁ ହରିଦାସ ତୁମେ ଏପର୍ଯ୍ୟନ୍ତ ଯାଇନା? ନା ପ୍ରଭୁ ଯାଇପାରୁନି। ନା କାହିଁକି? ନା ଅର୍ଗଳ ଲାଗିଛି, ଅର୍ଗଳ ଲାଗିଛି। ମୁଁ ଅର୍ଗଳକୁ ଭାଙ୍ଗି ପାରୁନି, ଲଙ୍ଘନ କରିପାରୁନି, ଯିବି କେମିତି? ନା ଆସିଲ କେମିତି? ନା ଏଇରକମ କରି, ନା ସେଇ ରକମ କରିକି ଯାଇପାରିଥାନ୍ତ। ହରିଦାସ କ'ଣ କହୁଛନ୍ତି? ଆତ୍ମେନ୍ଦ୍ରିୟ ପ୍ରୀତି ଇଚ୍ଛା ବଳିତାରେ କାମ, କୃଷ୍ଣେନ୍ଦ୍ରିୟ ପ୍ରୀତି ଇଚ୍ଛା ଧରେ ପ୍ରେମ ନାମ। ମୁଁ ଆସିଛି ଆପଣଙ୍କର ତୃପ୍ତି ବିଧାନ କରିବା ପାଇଁ। ଆଉ ଯଦି ମୁଁ ସେଇ ପଥ ଦେଇକି ଫେରିଯାଏ ତେବେ ସେଟା ହେବ ମୋର ବ୍ୟକ୍ତିଗତ ସ୍ୱାର୍ଥ। এই রাগ মার্গরে প্রবেশ করিয়া গেলে জ্ঞান শূন্য ভক্তি নিজর কৌশি যেমিতি চিন্তা নথায়। তেমন নারদীয় ভক্তি সূত্র দেখবে গুণ রহিত কামনা রহিত বিত রহিত রূপ রহিত অবিচ্ছিন্নম প্রতীক্ষণ বর্ধমানম সূক্ষ্মতর অনুভব রূপম। রাগ মার্গরে গতি করিয়া গেলে নিজর বাসনা কামনা চাহিদা যেমিতি তিল পরিমাণ নথায়। তেণু জ্ঞান শূন্য ভক্তি। তারপরে কোন না শান্ত। শান্ত কোন না মুনি ঋষি সাধু সন্ন্যাসী মানকর যে ভাব, মানে মতে যে মোর যে শোষ লাগিছি পানি ন পাইলে মোর শ্বাসটা মেଣ୍ଟିବ ନାହିଁ। ତେଣୁ ଭଗବାନଙ୍କୁ ପାଇବା ପାଇଁ ଗୁରୁଙ୍କୁ ଦର୍ଶନ କରିବା ପାଇଁ ମୋର ଯେଉଁ ବ୍ୟାକୁଳତାର ଗୋଟେ ଅତୃପ୍ତ ତର୍ପଣ, ତାଙ୍କୁ ନ ପାଇଲେ ମୋର ଶୋଷ ମେଣ୍ଟିବ ନାହିଁ। ଏଇଟା ହେଉଛି ଶାନ୍ତ ଭାବ ମୁନି ଋଷି ସାଧୁ ସନ୍ତଙ୍କର। ଏତେବେଳ ପର୍ଯ୍ୟନ୍ତ ସିଏ ଅଦୃଶ୍ୟ ଆମେ ଦୃଶ୍ୟ। ଦାସ୍ୟ ଭାବ, ଦାସ୍ୟ ଭାବରେ ସିଏ ଦୃଶ୍ୟ ମୁଁ ବି ଦୃଶ୍ୟ। ସିଏ ଦେଖାଯାଉଛନ୍ତି ମୁଁ ବି ଦେଖାଯାଉଛି, କିନ୍ତୁ ବ୍ୟବଧାନ ବିଶାଳ। ସିଏ ଦେଖାଯାଉଛନ୍ତି ମୁଁ ବି ଦେଖାଯାଉଛି, କିନ୍ତୁ ବ୍ୟବଧାନ ଅତି ବିଶାଳ। ଲଙ୍ଘନ କରିବାକୁ ସମର୍ଥ ହଉନାହିଁ। ମୁଁ ଗୋଟେ ଛୋଟ ଉପମା ଦେଉଛି। ରାମକୃଷ୍ଣ ପରମହଂସ ଦକ୍ଷିଣେଶ୍ୱରରେ ବସିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ଭଦ୍ରଲୋକ ଆସିଲେ, ବିଜ୍ଞାନୀ, ଉଚ୍ଚ ଶିକ୍ଷିତ, କିନ୍ତୁ ସୁଶିକ୍ଷିତ କି ନାହିଁ କହିହେବନି, କିନ୍ତୁ ଉଚ୍ଚ ଶିକ୍ଷିତ। ୟୁନିଭର୍ସିଟିରେ ବହୁତ ଡିଗ୍ରୀ ଅଛି, ବହୁତ ପଢ଼ାଶୁଣା କରୁଛନ୍ତି। ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ ଗଲେ, ମାଆଙ୍କୁ ପ୍ରଣାମ କଲେ। ତାପରେ ଆସି ରାମକୃଷ୍ଣଙ୍କୁ ଯେତେବେଳେ ପ୍ରଣାମ କରୁଛନ୍ତି, ସେତେବେଳେ ଭଦ୍ରଲୋକ କହୁଛନ୍ତି, ଠାକୁର ଆପଣ ତ କହୁଛନ୍ତି ଏ କାଳୀ ମୂର୍ତ୍ତିକି ଆପଣ ଭବତାରିଣୀ ବୋଲି ଡାକନ୍ତି, ସେ ବିଶ୍ୱ ପ୍ରସବିନୀ। ଗୋଟେ 1.5 ଫୁଟିଆ ମୂର୍ତ୍ତି ସେ କେମିତି ବିଶ୍ୱକୁ ପ୍ରସବ କରିବ, ବିଶ୍ୱକୁ ସୃଷ୍ଟି କରିବ? ସେ ତ ନିଜେ ଏଠି ଟିକେ 1.5 ଫୁଟ ଉଚ୍ଚା। ରାମକୃଷ୍ଣ ସଙ୍ଗେ ସଙ୍ଗେ ଆକାଶକୁ ଅନେଇକି କହିଲେ, ଦେଖ ତ ଆକାଶରେ କ'ଣ ଦେଖାଯାଉଛି? ନା ସୂର୍ଯ୍ୟ। ଆରେ ସୂର୍ଯ୍ୟଟା କେତେ ବଡ଼ ଠାକୁର ଆପଣ ଜାଣିନାହାନ୍ତି? ସୂର୍ଯ୍ୟଟା କେତେ ବଡ଼? ଉଚ୍ଚ ଶିକ୍ଷିତ ନା, ନିଜର ବଡ଼ିମା ଦେଖେଇଲେ।
ସୂର୍ଯ୍ୟଟା କେତେ ବଡ଼ରେ ନା କ'ଣ କହିବି ଠାକୁର ପୃଥିବୀ ଠାରୁ 13.5 ଲକ୍ଷ ଗୁଣ ବଡ଼। ରାମକୃଷ୍ଣ କହିଲେ ଗୋଟେ ଫୁଟବଲ ଭଳିଆ ଦେଖାଯାଉଛି, ସେ ପୃଥିବୀ ଠାରୁ 13.5 ଲକ୍ଷ ଗୁଣ ବଡ଼। ମୋ ଦୃଷ୍ଟି ତ ମୁଁ ପୃଥିବୀର ସୀମା ନିରୂପଣ କରିପାରୁନି, ତାର ତ ମୁଁ ସୀମା ନିରୂପଣ କରୁଛି ନା ଠାକୁର ସିଏ ପୃଥିବୀ ଠାରୁ ଏତେ ଦୂରରେ ଅବସ୍ଥାନ କରୁଛନ୍ତି, ତେଣୁ ସେ ଛୋଟ ଦେଖାଯାଉଛି। ପ୍ରାୟ 14 କୋଟି କିଲୋମିଟର ଦୂରରୁ ଅବସ୍ଥାନ କରୁଛନ୍ତି, ଦୂରରେ ଅବସ୍ଥାନ କରୁଛି ସୂର୍ଯ୍ୟ, ତେଣୁ ଛୋଟ ଦେଖାଯାଉଛି। ରାମକୃଷ୍ଣ କହିଲେ ଆଚ୍ଛା ତୁ ମାଙ୍କ ପାଖରୁ କେତେ ଦୂରରେ ଅଛୁ ଯେ ତୋତେ ମା 1.5 ଫୁଟିଆ ଦେଖାଯାଉଛନ୍ତି? ସୂର୍ଯ୍ୟଟା ଯଦି ପୃଥିବୀ ଠାରୁ 13.5 ଲକ୍ଷ ଗୁଣ ବଡ଼ ହୁଏ, ରାମକୃଷ୍ଣ କହୁଥିଲେ ମୁଁ ଦେଖୁଛି ଗୋଟେ ପେଣ୍ଡୁ ଭଳିଆ, ଗୋଟେ ଅଗ୍ନି ଉତ୍ତପ୍ତ ଗୋଟେ ଗୋଲକ ପେଣ୍ଡୁ ଭଳିଆ। ତୁ କହୁଛୁ ଯେ ସେ ପୃଥିବୀ ଠାରୁ 14 କୋଟି କିଲୋମିଟର ଦୂରରେ ଅଛି, ଏତେ ଦୂରରେ ଅଛି ଦେଖାଯାଉଛି। ତୁ ମାଙ୍କ ପାଖରୁ କେତେ ଆଲୋକ ବର୍ଷ ଦୂରରେ ଅଛୁ? ତୁମେ କେତେ ଦୂରରେ ଅଛ? ତେଣୁ ମା ତତେ 1.5 ଫୁଟିଆ ଦେଖାଯାଉଛନ୍ତି। ଠିକ ଆମ ଭଳିଆ ଆମର ଅବସ୍ଥା ଏଇଭଳିଆ। ଦାସ୍ୟ ଭାବରେ ସିଏ ଯେ ଆମଠାରୁ କେତେ ଦୂରରେ ଅଛନ୍ତି, ଆମେ ତାକୁ କ'ଣ କରୁଛୁ? ଆହ୍ୱାନ କରୁଛୁ, ମନ୍ତ୍ର ପଢ଼ୁଛୁ, ସ୍ତୋତ୍ର ପାଠ କରୁଛୁ, କୀର୍ତ୍ତନ କରୁଛୁ, ଯେପରି ସେ ଆମର ହୃଦୟ ସନ୍ନିବିଷ୍ଟ ହୋଇଯାଆନ୍ତି, ଶାନ୍ତ ଦେଖାଯାଉନାହାନ୍ତି। ଦାସ୍ୟ ଭାବରେ ସେ ଦୃଶ୍ୟମାନ, ମୁଁ ବି ଦୃଶ୍ୟମାନ। ସ୍ୱଧର୍ମ ତ୍ୟାଗ জ্ঞান শূন্য ভক্তি, শান্ত দাস্য, সে দেখা দেলে না এহ হয় আগে কওয়ার এইটা হুয়ে। প্রথম লা এহ বাহ্য, এটা বাহার, এইটা হুয়ে আউরি আগুক যা। সখ্য ভাব সর্বসাধ্য সার, সখা ভাব আউ ভেদ নাই, ସିଏ ମୋର ଏକଦମ ପାଖକୁ ଆସିଗଲେ। ଶାନ୍ତ ଦାସ୍ୟ ସଖା ଭାବ, ଦାମ ଶ୍ରୀଦାମ ମଧୁମଙ୍ଗଳ କୃଷ୍ଣଙ୍କର କାନ୍ଧରେ ଉଠୁଛନ୍ତି, କାନ୍ଧରେ ଉଠି ଛାତି ଉପରେ ଗୋଡ଼ ପକେଇ ଦେଇ କାନ୍ଧରେ ଗୋଡ଼ ବାଡ଼ଉଛନ୍ତି। ଆବେ ଚାଲ ଭାଣ୍ଡିରି ବନକୁ ଯିବା। ପିଜୁଳି ଖାଉଛନ୍ତି, ନିଜେ ଖାଇକି ଆକୁ ବି ଖୋଇ ଦେଉଛନ୍ତି। ସଖା ଭାବ ମାନେ ପରସ୍ପର ସମାନ ହେଇଗଲେ। ପ୍ରଥମେ କେହି ଦୃଶ୍ୟ ନୁହନ୍ତି, ତାପରେ ଦୃଶ୍ୟମାନ ହେଲେ, ତାପରେ ସିଏ ଆଉ ମୁଁ ସମାନ ହେଇଗଲେ। ତାরপরে শান্ত দাস্য সখা বাৎসল্য ভাব। ବାତ୍ସଲ୍ୟ ଭାବରେ ସିଏ ଛୋଟ ହେଇଗଲେ, ମୁଁ ବଡ଼ ହେଇଗଲି ତାଙ୍କଠାରୁ। ସିଏ ଛୋଟ ହେଇଗଲେ, କିଏ? ଭଗବାନ ଛୋଟ ହେଇଗଲେ, ମୁଁ ବଡ଼ ହେଇଗଲି। ନହେଲେ ଯଶୋଦା କେମିତି ବାନ୍ଧିକି ବାଡ଼ୁଛନ୍ତି। ଆପଣମାନେ କ'ଣ କରନ୍ତି? ଦାମୋଦର, ଦାମୋଦର ନା, ଦାମୋଦର ମାନେ ଦାମ ମାନେ ହେଉଛି ମା ମାନେ ମୁଣ୍ଡରେ ଯେଉଁ ଫିତା ବା ରିବନ ବାନ୍ଧନ୍ତି, ସେଇଟା କୁହନ୍ତି ଦାମ। ମା ଯଶୋଦା ରାଗିକି ମୁଣ୍ଡର ରିବନ ଖୋଲିକି କୃଷ୍ଣକୁ ବାନ୍ଧୁଛନ୍ତି। ପାଇଲେ କି 4 ଆଙ୍ଗୁଳି କମ୍ ହେଇଯାଉଛି, ତେଣୁ ତାଙ୍କୁ କୁହନ୍ତି ଦାମୋଦର। ତାଙ୍କୁ ଉଦରକୁ ବାନ୍ଧିଥିଲେ, ଦାମ ଦେଇକି, ଦାମ ମାନେ ହେଉଛି ରିବନର ଫିତା ବାନ୍ଧନ୍ତି ମୁଣ୍ଡରେ, ଦାମୋଦର। ବାତ୍ସଲ୍ୟ ଭାବରେ ସିଏ ଛୋଟ ହେଇଗଲେ, ଆମେ ବଡ଼ ହେଇଗଲେ। ଦେଖନ୍ତୁ, ଯେଉଁ କୃଷ୍ଣ ବୃନ୍ଦାବନରେ କ'ଣ ଅର୍ଚିତ, ତାଙ୍କର ପାଦୋଦକ ସମସ୍ତେ ପାନ କରୁଛନ୍ତି, ତାଙ୍କର ସମସ୍ତ ଅନୁଗାମୀ ହେଇଛନ୍ତି। ଆଉ ସେଇ କୃଷ୍ଣ ଯେତେବେଳେ ମଥୁରାକୁ ଗଲେ, ସେ ନିଜେ ହେଇଗଲେ ଅର୍ଚକ। ନନ୍ଦ ରାଜା ବିନା ଖଡ଼ମରେ ଯାଉଛନ୍ତି, କୃଷ୍ଣ କ'ଣ କଲେ? ଖଡ଼ମ ଧରିକି ଦୌଡ଼ିଲେ। ବାବା ଏଇ ଖଡ଼ମ ପିନ୍ଧିକି ଯାଉ, ନହେଲେ ଗୋଡ଼ରେ କଣ୍ଟା ପଶିବ। ଆମେ କ'ଣ କରୁଛେ?
ସେଇ ଖଡ଼ମକୁ ମଥୁରାରେ ରଖି ଆମେ ପୂଜା କରୁଛେ। ତାର କୃପା ପାଇବା ପାଇଁ ସମସ୍ତେ ଚାତକ ପକ୍ଷୀ ଭଳିଆ ଅନେଇଛନ୍ତି, କିନ୍ତୁ ବୃନ୍ଦାବନରେ ନିଜେ କୃଷ୍ଣ ମଥୁରା ଯିଏ ଅର୍ଚିତ, ବୃନ୍ଦାବନରେ ସେ ଅର୍ଚକ ନିଜେ ସେବା କରୁଛନ୍ତି ସମସ୍ତଙ୍କର। ଶାନ୍ତ ଦାକ୍ଷ ସଖା ଆଉ ବାତ୍ସଲ୍ୟ 2 4 ଥିଲା, 3 ହେଲା, 2 ହେଲା। ପ୍ରଭୁ କହେ ଏହ ତମ, ଏଇଟା ଅତି ଉତ୍ତମ, ଏହ ବାଜ୍ୟ, ଏହ ହଏ, ଏହ ତମ, ଏଟା ଉତ୍ତମ। ଆଉ ଯଦି କିଛି ଅଛି କୁହ। ସେସୁ କ'ଣ କହିଲେ? ରାଧା ପ୍ରେମ ସର୍ବସାଧ୍ୟ ସାର, ସର୍ବଶାସ୍ତ୍ରିତ ଯାର ମହିମା ବ୍ୟାଖ୍ୟାନ। ରାଧା ପ୍ରେମ ସର୍ବସାଧ୍ୟ ସାର। ଠାକୁର ଦେଖନ୍ତୁ ଜ୍ଞାନୀ ଗୁରୁରେ ଜ୍ଞାନ ଚକ୍ର ଅଙ୍କନ କଲେ। ସେ ଅଙ୍କନର ଅଗ୍ରଭାଗରେ କାହାକୁ ରଖିଲେ? ରାଧାକୃଷ୍ଣକୁ। ସିଧା ନା ବଙ୍କା? ବଙ୍କା, ସିଧା ହେବେନି। ରାଧାକୃଷ୍ଣ କେବେ ସିଧା ନୁହେଁ। ଅଭିଦେହାଦି ଭାବ, ଅଭିଦେହାଦି ଭାବ। ମହାପ୍ରଭୁ କହୁଛନ୍ତି ହେ ରାମ ରାୟ, ଇହ ବାଜ୍ୟ, ଇହ ହୟ, ଇହ ତମ। ରାଧା ପ୍ରେମ ପାଖରେ ମହାପ୍ରଭୁଙ୍କୁ ପହଞ୍ଚେଇ ରାମ ରାୟ ବିଶ୍ରାମ ନେବାକୁ ଚାହିଁଲେ। ମହାପ୍ରଭୁ ହଠାତ୍ କହୁଛନ୍ତି ହେ ରାମ ରାୟ, ତୁମେ ମୋତେ ବିନା ମୂଲ୍ୟରେ କ୍ରୟ କଲ। ରାଧା ପ୍ରେମ ପରେ ଯଦି କିଛି ଅଛି ମୋତେ ଟିକେ ଶୁଣାଅ। ରାମ ରାୟ ଚିନ୍ତା କରୁଛନ୍ତି, ମୁଁ ଯେତେ ପ୍ରେମର ଡାଲି ସଜେଇଥିଲି, ଏ ଚତୁର କ୍ରେତା ମୋର ସମସ୍ତ ପ୍ରେମକୁ କିଣି ନେଇଛନ୍ତି। ମହାପ୍ରଭୁ କହୁଛନ୍ତି ରାମ ରାୟ, ତୁମେ ମୋତେ ବିନା ମୂଲ୍ୟରେ କ୍ରୟ କଲ। ରାଧା ପ୍ରେମ ପରେ ଯଦି କିଛି ଥାଏ ମୋତେ କୁହ। ରାମ ରାୟ ଚିନ୍ତା କରୁଛନ୍ତି ଚତୁର କ୍ରେତା କିଏ, ଯିଏ ପ୍ରଶ୍ନ କରିପାରେ ରାଧା ପ୍ରେମ ପରେ କ'ଣ ଅଛି? ରାଧା ପ୍ରେମ ସର୍ବସାଧ୍ୟ ସାର, ସର୍ବଶାସ୍ତ୍ରରେ ଯାର ମହିମା ବ୍ୟାଖ୍ୟାନ। ରାଧା ପ୍ରେମର ପରେ ଆଉ କିଛି ନାହିଁ। କିନ୍ତୁ ଇଏ କିଏ ଯିଏ ପଚାରୁଛନ୍ତି? ରାମରାୟ ସ୍ତବ୍ଧ ହେଇଗଲେ। ଏ କିଏ? ଏ ଚତ୍ରକେତା କିଏ? ଯେଉଁ ମୁହୂର୍ତ୍ତରେ ସଂଶୟ ଜାଗିଛି ସେଠି ମହାପ୍ରଭୁ ତାକୁ କ'ଣ ଦେଖାଇଲେ ନା ନମୋ ନାରାୟଣ। ସନ୍ନ୍ୟାସୀକେ କ'ଣ ସମ୍ବୋଧନ କରନ୍ତି? ନମୋ ନାରାୟଣ। ଦିନ ପରାୟଣ ନବୀନ ମୂରତି ଭାତିରେ କିବା ରାମ ରୂପ ସଙ୍ଗ ଗୋପାଳ ତ୍ରିଭଙ୍ଗ ଏକାଙ୍ଗ ଗୌରାଙ୍ଗ ହରିରେ। ଯିଏ ରାମଚନ୍ଦ୍ର, ଯିଏ କୃଷ୍ଣ, ସେ ଗୋଟିଏ ଅଙ୍ଗରେ କ'ଣ ହେଇଛନ୍ତି? ଶ୍ରୀକୃଷ୍ଣ ଚୈତନ୍ୟ। ଅତି ଗହନ ତତ୍ତ୍ୱ। ଯଦି ବେଶୀ କରି ବୁଝିବାକୁ ଯାଆନ୍ତି ଠାକୁରଙ୍କ ତତ୍ତ୍ୱମାଳାର ଶ୍ରୀକୃଷ୍ଣ ଚୈତନ୍ୟ ତତ୍ତ୍ୱଟାକୁ ପଢ଼ିବେ, ତେବେ ଯାଇକି ଗୌରାଙ୍ଗଙ୍କ ପଥକୁ ସମ୍ୟକ ମାନେ ସାମାନ୍ୟ ଭିତରେ ପ୍ରବେଶ କରିବାର ଭିସା ମିଳିବ ଆପଣମାନଙ୍କୁ। ରାଧା ପ୍ରେମରେ ପରେ କ'ଣ ଅଛି ନା କହିଲେ ଅବଧି, ତାପରେ ନା ସାଧ୍ୟାବଧି, ତାପରେ ନା ରୂଢ଼, ତାପରେ ନା ଅଧିରୂଢ଼। ଅଧିରୂଢ଼ ପରେ ଅଧିରୂଢ଼ ମଦନାଖ୍ୟା ମହାଭାବ। ଏଇଟା ଏକମାତ୍ର ଗୌରାଙ୍ଗଙ୍କ ଶରୀର ପକ୍ଷରେ ସମ୍ଭବ, ନିଗମାନନ୍ଦଙ୍କ ଶରୀର ପକ୍ଷରେ ସମ୍ଭବ। ତେଣୁ ଠାକୁରଙ୍କୁ ବୁଝିବାକୁ ହେଲେ ଏଇ ତାର ଏଇ ପ୍ରେମ ସର୍ବତ୍ରା ଗତି। ପ୍ରେମୀ ଗୁରୁ ଅନୁଧାବନ କରନ୍ତୁ। ବହୁତ ସମୟ ଆମର ଆଜି ଯେଉଁ ପରମହଂସ ଦେବ ଆମର ଦଣ୍ଡମୁଣ୍ଡର କର୍ତ୍ତା, ସେ ମୋତେ ଏ ଭିତରେ 35 ମିନିଟ୍ ଦେଇ ସାରିଲେଣି ଏଇ ଉଦ୍ବୋଧନୀ ବକ୍ତବ୍ୟ ରଖିବା ପାଇଁ। ମୁଁ ତାଙ୍କ ପାଖରେ ଚିର କୃତଜ୍ଞ। ଦୀର୍ଘ ସମୟ ଧରି ମୋତେ ସମୟ ଦେଇଥିବାରୁ। କମଳ ନୟନୀ କମଳ ବଦନୀ ନାରାୟଣୀ ନର ହୃଦୟବାସିନୀ
অবিদ্যা নাশিনী চেতনা দায়িনী ডাকিমা তোমারে বাণী বিনা বাণী। এই ছন্দটার লেখক স্বয়ং ঠাকুর। ঠাকুর যেତେବେଳେ জ্ঞানীগুরু যোগীগুরু ତାନ୍ତ୍ରିକଗୁରୁ ପ୍ରେମୀଗୁରୁ ପୁସ୍ତକ ଲେଖନ୍ତି ସେତେବେଳେ ସେ ସରସ୍ୱତୀଙ୍କର ବନ୍ଦନା ଗୋଟେ ରଚନା କରିଥିଲେ। କ'ଣ ଏଇ ବନ୍ଦନା ପଢ଼ି ତାପରେ କଲମ ଧରନ୍ତି। କମଳ ନୟନୀ କମଳ ବଦନୀ ନାରାୟଣୀ ନର ହୃଦୟବାସିନୀ ଅବିଦ୍ୟା ନାଶିନୀ ଚେତନା ଦାୟିନୀ ଡାକିମା ତୁମାରେ ବାଣୀ ବିନା ବାଣୀ। ଠାକୁରଙ୍କ ସୁରରେ ସୁର ମିଳେଇ ମୁଁ ମୋର ଉଦ୍ବୋଧନୀ ବକ୍ତବ୍ୟ ଏଇଠି ଶେଷ କରୁଛି।